ଦିନ ଦିନେ ବର୍ତ୍ତା ଡାକିନା ମାନେ ଠାକୁର ଡାକିନା ବଡ଼ ଖୋକା ସବୁବେଳେ ସେ ବଡ଼ ଖୋକା ବଡ଼ ପୁଅ। ତେଣୁ ସେଟା ଆସିଲେ ହାତ ଯୋଡ଼ି ପ୍ରଣାମ କରି ଠିଆ ହେଇକି କହିଲେ ଆଜ୍ଞା ନା ଆରେ ତୋର ଯେତେ ଜଣାଶୁଣା ଲୋକ ସବୁ ଅଛନ୍ତି ସାଧୁ ମୁଣି ମୁନି ଋଷି ପଣ୍ଡିତ ସତ୍ସଙ୍ଗ ଲେବୁଲରେ ସେମାନେ ସବୁ ଡକଉନୁ ମୁଁ ତାଙ୍କ ସାଙ୍ଗରେ ଆଳାପ ଆଲୋଚନା କରିବି ଟିକେ। ବର୍ତ୍ତା ଆଶ୍ଚର୍ଯ୍ୟ ହେଉଛନ୍ତି ଏବେ ଉତ୍ସବ ଯାଇକି ପୁଣି ଠାକୁର ଏ କଥା ଚାହିଁକି ଗୋଟେ କହିଲେ ଆଜ୍ଞା ଆଉ ତାଙ୍କ କଥା ତ ଠାକୁରଙ୍କ କଥା ଅବମାନନା କରିଦେଲେ କହିଲେ ଆଜ୍ଞା ଡକରା ହେଲା। ଗୋଟେ ଆସ୍ତେ ଆସ୍ତେ ସମସ୍ତେ ଲୋକ ସବୁ ଆସିଲେ। ଆସିଲା ଭିତରେ ଶ୍ରୀ ଠାକୁର ବର୍ତ୍ତା କହୁଛନ୍ତି ତାର ବର୍ତ୍ତକା ପୁରୁଷୋତ୍ତମ ମାନେ ସବୁ ଆସିଥିଲେ ବହୁ ପ୍ରକାର ଲୀଳା ସବୁ କରିଛନ୍ତି ଏବଂ ପୁରୁଷୋତ୍ତମଙ୍କ ଲକ୍ଷଣ ବହୁ ଗୁଡ଼ାଏ ସବୁ ରହିଛି। କାଳେ ପୁରୁଷୋତ୍ତମ ମାନେ ସବୁ ବଣଭୋଜି କରନ୍ତି ବର୍ତ୍ତମାନ କହୁଛନ୍ତି ନା ଆଜ୍ଞା ପ୍ରାୟ ପୁରୁଷୋତ୍ତମ ମାନେ ବଣଭୋଜି କରିଛନ୍ତି। ରାମ କରିଥିଲେ କୃଷ୍ଣ କରିଥିଲେ ବହୁତ ପୁରୁଷୋତ୍ତମ ବଣଭୋଜି କରିଛନ୍ତି। ଆଉ ବଣଭୋଜି ଗୋଟେ ପୁରୁଷୋତ୍ତମର ଗୋଟେ ମହାନ ଲୀଳା ନା ଆଉ ଆମର ଗୋଟେ ବଣଭୋଜି କଲେ ହେବନି। ଏ ଠାକୁରଙ୍କ ଝିଅକୁ ନେଇ ସେ ଯେଉଁ ମାଣି ଉପରେ ବଣଭୋଜି ସମାଗମ ସେ ଜାନୁଆରୀ 9 ତାରିଖରେ ହେଇଥିଲା। ଆଉ ଜାନୁଆରୀ 9 ତାରିଖ ପରେ ଠାକୁର ଜ୍ୟୋତିର୍ବିଦ୍ୟାକୁ ଗୋଟେ ପାଖରୁ ଛାଡ଼ିନାହାନ୍ତି। ଜ୍ୟୋତିର୍ବିଦ୍ୟାକୁ ସବୁବେଳେ କହନ୍ତି ମୋ ପାଖରେ ବସ, ଜ୍ୟୋତିର୍ବିଦ୍ୟା ପାଖରେ ବସନ୍ତି। ତେଣୁ କହନ୍ତି ଜ୍ୟୋତିର୍ବିଦ୍ୟା ଶୁକ୍ର ମହାଦଶାଟା ରହିଲେ ଖରାପ ନା ଆଜ୍ଞା ଆପଣଙ୍କର ତ ଶୁକ୍ର ମହାଦଶା ନାହିଁ ଆପଣ ମୋତେ ଏ କଥା କାହିଁକି କହିଲେ? ନା ମଙ୍ଗଳ ଯଦି ବୃହସ୍ପତି ଘରେ ରହିଲା କ'ଣ ଅସୁବିଧା ହେବ କି? ନା ନାଇଁ ଆଜ୍ଞା ଆପଣ ତ ସେମିତି ନାହିଁ। ଆଚ୍ଛା ମୁଁ ଆଉ କେତେ ଦିନ ବଞ୍ଚିବି? ନା ଆଜ୍ଞା ମୁଁ କ'ଣ ସେଟା କହିପାରିବି? ସେଠୁ ନାଇଁ ଶନି ଦଶା ପଡ଼ିଲେ ବ୍ରାହ୍ମଣ କରି କିଛି ଖରାପ କରେଛି ନା ଆଜ୍ଞା ଠିକ୍ ଖରାପ କଲା। ସେ ଠାକୁର ଯାହା କହନ୍ତି ଏ କଥା ଆଉ ଡେଲି ଠାକୁର ଏ କଥାଟା ପଚାରନ୍ତି ଦେହାନ୍ତ ପର୍ଯ୍ୟନ୍ତ ଡେଲି ଜ୍ୟୋତିର୍ବିଦ୍ୟାଙ୍କ ସାଙ୍ଗରେ ଏଇ କଥାବାର୍ତ୍ତା କାଲି ଗ୍ରହ ନକ୍ଷତ୍ର ଏସବୁ ଜିନିଷ। ଆଉ ଦିନେ ଏମିତି ସବୁ ବହୁ ଭକ୍ତଜନ ଆସୁଛନ୍ତି ଯାଉଛନ୍ତି ଏବଂ ସେ 9 ତାରିଖ ପରେ ବହୁତ ଗହଳିଟା ଲାଗିଲା ଆଶ୍ରମରେ ବହୁତ ଗହଳିଟା ଲାଗିଲା। ସେଠୁ ଠାକୁର କହୁଛନ୍ତି ବରଦାନଙ୍କୁ ବର୍ତ୍ତକା ତ କବି ବାଳକୃଷ୍ଣ ଦାସ ଥିଲେ ଜାଣିଛୁ ତ? ନା ଆଜ୍ଞା ସେ ତ ଗୋଟେ ବଡ଼ କଳାକାର ବହୁତ ସୁନ୍ଦର ଗୀତ ସବୁ ବୋଲେ ଆଉ ତ ମୋତେ ବି ସେ ବହୁତ ଭଲ ପାଏ ତାକୁ ଟିକେ ଡକେଇଦେଲି। ନା ଆଜ୍ଞା ଡକେଇବେ ସେ ତାଙ୍କୁ ଡକା ହେଲା ଆଉ କବି ବାଳକୃଷ୍ଣ ଦାସ ଯେ ରେଡ଼ିଓ ଗୀତ ବୋଲେ ଜାଣିଦେବେ ଆଉ ଠାକୁରଙ୍କର ସେ ପରମ ଭକ୍ତ। ସେଠୁ ଯାଇ ଆଶ୍ରମରେ ପହଞ୍ଚିଲା ପରେ ସେଦିନ ବହୁ ଭକ୍ତ ସମାଗମ ସବୁ ହେଇଛି। ସେଠୁ ବାଳକୃଷ୍ଣ ଦାସ ପ୍ରଣାମ କରି ଠାକୁରଙ୍କ ହାତ ଧରି ବସିଛନ୍ତି। ଠାକୁର କହିଲେ ବାଳକୃଷ୍ଣ ଦାସ ଆପଣ 10 ଅବତାର ଗୀତଟା ଜାଣିଛନ୍ତି? ନା ଟିକେ ଜାଣିଛି ସବୁ ଯେ କିନ୍ତୁ ମନେ ପଡ଼ି ନପାରେ 10ଟା ପଦ ହେଲାଣି। ନା ଆପଣଙ୍କୁ ବହି ଦେଲେ ଆପଣ 10 ଅବତାରଟା ବୋଲିପାରିବେ? ନା ଆଜ୍ଞା। ସେଠୁ ବାଜା ଫାଜା ସବୁ ରହିଲା ସଙ୍ଗୀତ କଳାକାର ମାନେ ସବୁ ଅଛନ୍ତି। ସେ କବି ବାଳକୃଷ୍ଣ ଦାସ 10 ଅବତାର ଗୀତଟା ବୋଲିଥିଲେ ବହୁ ଭକ୍ତଜନ ଯେତେ ଉପସ୍ଥିତ ଥିଲେ। ଆଉ ଯେତେବେଳେ ଯେଉଁ ଗୀତଟା ବୋଲା ହେଉଛି ଠାକୁର ସେଇ ଅବତାର ହେଇଯାଉଛନ୍ତି। ତାକୁ ମାନେ ହଜାର ହଜାର ଲୋକ ଏଇ ଦାସକୁ ଦର୍ଶନ କରୁଛନ୍ତି। ସେଇ ଅବତାର ହେଇଛନ୍ତି। ଯେତେବେଳେ କଳ୍କୀ ଅବତାର ଗୀତଟା ବୋଲା ହେଲା ସେତିକିବେଳେ ସମସ୍ତେ ଭୟଭୀତ ହେଇଗଲେ। ଠାକୁର ଯେତେବେଳେ କଳ୍କୀ ଅବତାର ରୂପ ଧରିଲେ ସମସ୍ତେ ଭୟଭୀତ ହେଇଗଲେ ଏବଂ ଠାକୁରଙ୍କ ପାଖାପାଖି ଯେତେ ଲୋକ ବସିଥିଲେ ଅନେକ ଲୋକ ବି 100-200 ଲୋକ ବି ଟଳି ପଡ଼ିଛନ୍ତି। ଅବତାରଟା ଦେଖିକି ଭୟ ହେଇଗଲେ। ସେଠୁ ତାପରେ ଠାକୁର ସବୁ ଯେତେବେଳେ ଗୀତଟା ବୋଲା ପାଇଲା ବାଳକୃଷ୍ଣ ଦାସ ବି ସେ ବହୁତ ଇଏ ହେଇଯାଇଛି ମାନେ ଅତି ବିସ୍ମିତ ହେଇଯାଇଛନ୍ତି ଠାକୁରଙ୍କ ରୂପ ଦେଖିକି। ସେଠୁ କହିଲେ ବାଳକୃଷ୍ଣ ଦା ଏମାନେ ସବୁ ଏମିତି କ'ଣ ଆପଣମାନେ ହେଉଛନ୍ତି? ଆଜ୍ଞା ମୁଁ ତ ବୋଲୁଥିଲି ଗୀତଟା କିନ୍ତୁ ସେ ଯେଉଁ ଅବତାରଟା ବୋଲୁଥିଲି ଆମେ ଆପଣଙ୍କୁ ଦେଖିଛୁ ଆପଣ ସେଇ ଅବତାର ହେଇଯାଉଛନ୍ତି ଆଉ ସେ ରୂପଟାକୁ ତ ମୁଁ ନୁହେଁ ସମସ୍ତେ ଦେଖିଛନ୍ତି ଆପଣ ଜଣ ଜଣ କରି ପଚାରୁନାହାନ୍ତି। ନା ଆଉ ଏଭଳି ଶେଷ ଅବତାରଟା ଆପଣ ଛାନିଆ ହେଇଗଲେ? ନା ଆଜ୍ଞା ଆପଣ କଳ୍କୀ ଯେଉଁ କଳ୍କୀ ରୂପଟା ଧାରଣ କଲେ ଅତୀବ ଭୟଙ୍କର ରୂପ ସେ ରୂପଟାକୁ ଦେଖି ଆମେ ସବୁ ଡରିଗଲୁ। ନାଇଁ ମୁଁ କ'ଣ ସେ ଭୟଙ୍କର ରୂପ ସାରିଥିଲି ମୁଁ ଗୋଟେ ଯାତ୍ରାବାଲା ଗୋଟେ ଆକ୍ସନ୍ କରୁଥିଲି ନା। ତାପରେ କଥା ଠାକୁର କମ୍ପ୍ଲେନ୍ ଦେଲେ ସେ ରହିଲେ। ସେ ଯେଉଁଦିନ ଠାକୁରଙ୍କର ଦେହାନ୍ତ 10-12 ଦିନ ପୂର୍ବରୁ ଠାକୁର ଏ କଥା କହିଥିଲେ। ସେ ଯେଉଁ ଭକ୍ତଜନ ବସିଥିଲେ ତାଙ୍କୁ ଠାକୁର କହିଦେଲେ ଯେ ମୁଁ ଯଦି ନ ବଞ୍ଚେ ମୁଁ ଯଦି ତୁମମାନଙ୍କ ପାଖରେ ନ ରହେ ଏ ବର୍ତ୍ତକା ରହିଲା ଗୋଟାଏ ଟଙ୍କାରେ ଏପଟ ସେପଟ ଗୋଟାଏ ଟଙ୍କା କ'ଣ ଗୋଟାଏ ଟଙ୍କା ଦୋକାନକୁ ନେଇଯିବା ଯେଉଁପଟେ ହେଇଗଲେ ଖାଇକି ଦୋକାନକୁ ଦେଖିଲେ ସଉଦା ଦେବ ଏପଟରେ ଯେଉଁ ଧାନ ଚିହ୍ନଟା ହେଇକି ତାକୁ ଦେଖିଲେ ସଉଦା ଦେବ। ଠାକୁର କହିଲେ ଗୋଟାଏ ଟଙ୍କାରେ ଏପଟ ସେପଟ ତାହେଲେ ମୋ ଭିତରେ ବର୍ତ୍ତକା ଭିତରେ କିଛି ପ୍ରଭେଦ ନାହିଁ ତାକୁ ମଥାରେ ନେଇକି ଚାଲିବ। ତେଣୁ ଶ୍ରୀ ଠାକୁର ସମସ୍ତ ଜିନିଷ ସେ ବର୍ତ୍ତାଙ୍କ ଠାରେ ଖଞ୍ଜିଛି। ତେଣୁ ଶ୍ରୀ ବର୍ତ୍ତାଙ୍କ ଦର୍ଶନ କରିବା ଯାହା
ଯେତେବେଳେ ଶ୍ରୀ ପର୍ଦା ଥିଲେ ଏ ଠାକୁର ଥିଲେ, ଠାକୁର ଗଲା ପରେ ସମସ୍ତେ ସେଇ ଠାକୁରଙ୍କୁ ଶ୍ରୀ ପର୍ଦା ମାନେ ଆସନ ସେ ମୋର ଯାଇଥିଲେ ଦେଖିଛନ୍ତି। ତେଣୁ ଶ୍ରୀ ପର୍ଦା କିଭଳି ପିତୃମାତୃ ଭକ୍ତ ଥିଲେ ସେଇ ଲୀଳାଟା ଆମର ପ୍ରତି ପ୍ରତ୍ୟେକର ହେବା କଥା। ଆଜି ଦେଖନ୍ତୁ ପିଲା ଛୁଆମାନେ କେହି ବାପା ମା ପାଖରେ ନାହାନ୍ତି। ବର୍ତ୍ତମାନ କ'ଣ ଆମେ ଯେଉଁ ଜିନିଷଟା ଭୋଗ ଜିନିଷ ଆମ ପାଖରେ ନାହିଁ, କିନ୍ତୁ ତ୍ୟାଗ ଜିନିଷଟା ଆମ ପାଖରେ ଅଛି। ଭୋଗ ଜିନିଷ କ'ଣ? ପୁଅ ବୋହୂ ନାତି ନାତୁଣୀ ଏମାନେ ସବୁ ଭୋଗ ଜିନିଷ। ଇଏ ଭୋଗ ଜିନିଷ ପ୍ରାୟ 7/8 ଲୋକଙ୍କ ନାହିଁ। ଆଉ ତ୍ୟାଗ ଜିନିଷଟା ଅଛି। ତ୍ୟାଗ ଜିନିଷ କ'ଣ? ଯେଉଁ ମଳମୂତ୍ର ଝାଡ଼ା ଏଗୁଡ଼ା ସବୁ ତ୍ୟାଗ ଜିନିଷ। ତାକୁ ବାହାରକୁ ନ ଯାଏ ଘର ଭିତରେ ଯାଉ ରଖିଯାଏ ପାଇଖାନା କରିକି। ତେଣୁ ତ୍ୟାଗ ଜିନିଷଟାକୁ ଆମେ ଭୋଗ କରୁଛେ, ଭୋଗ ଜିନିଷ ଆମ ପାଖରେ ନାହିଁ। ଶ୍ରୀ ପର୍ଦା ସେ ତ ଚାହିଁଥିଲେ ଆମେରିକା, ଲଣ୍ଡନ, ଫ୍ରାନ୍ସରେ ଯାଇକି ଚାକିରି କରି ଗଲା, ତା ପଇସା ପଠେଇ ଦେଲେ ଠାକୁରଙ୍କୁ। ସେ କାହିଁ କୋଉଠି ଗଲେନି? ତାଙ୍କ ପାଇଁ ପର୍ଦା ଚାକିରି କରିଥିଲେ, ବ୍ୟବସାୟ କରିଥିଲେ ନାଇଁ। ସେ ପିତୃମାତୃ ସେବାଟା ହେଉଛି ତାଙ୍କର ମୁଖ୍ୟ। ଶ୍ରୀ ପର୍ଦା ଖାଇ ବସିଛନ୍ତି ଦିନେ। ଖାଇ ବସିଲା ଭିତରେ ଅଧା ଖିଆ ହେଇକି ଠାକୁରଙ୍କ ଜଣେ ଆସିଲା। ଆଉ ଯେତେବେଳେ ଯାହା ଆସେ ଠାକୁର ତ ଆଉ କିଛି କହନ୍ତିନି, ସବୁ କଳକକା ସମାଧାନ ଏଇ ଠାକୁରଙ୍କର ସବୁ କରନ୍ତି। ବର୍ଦା ଅଧା ଖିଆ ହେଇଛି, ସେ ଠାକୁର ଡାକ ପକେଇଲେ। ସେ ଡାକି କହିଲେ ବର୍ଦା ସେ ଭାତ ମୁଠାଟା ଥାଳିକି ପକେଇ ପାରୁନାହାନ୍ତି, ପାଟିକି ନେଇ ପାରୁନାହାନ୍ତି। ସେ ଭାତ ମୁଠେଇକି ଦଉଛନ୍ତି ଠାକୁରଙ୍କୁ। ଯାଇ ପ୍ରଣାମ କରି ଠାକୁର ଲୋକ ଆସିଲା, କ'ଣ ସମାଧାନ କୌଶଳଟା ବର୍ଦାଙ୍କୁ କହିଲେ। ବର୍ଦା କହିଲେ ଆଜ୍ଞା। ଆସିକି ହାତ ଏଇ ଦିନ ଆସିକି ସେ ବର୍ଦା କ୍ଲିୟର ହେଉଛନ୍ତି। ଏମିତି ପାଣି ମାରିଛନ୍ତି ମୁହଁରେ, ସବୁ ସବୁ ମାରି କ୍ଲିୟର ହେଉଛନ୍ତି, ଅଧା କ୍ଲିୟର ହେଇଛନ୍ତି। ସେ ଠାକୁର ଡାକ ପକେଇଲେ କୌଣସି କାର୍ଯ୍ୟ ବର୍ଦା ସେଇ ରେଜଲ୍ଟ ଆସିଛି, ଫାଳେ ଦାଢ଼ି କ୍ଲିୟର ହେଇନି, ଯାଇକି ସେ ଠାକୁରଙ୍କ ବାହାର ଆମ ବାପଙ୍କ ଭିତରେ ଏଭଳି ଅଛି। ତେଣୁ ଆମେ ସବୁ ସେ ଜିନିଷଟା ଜାଣିପାରୁନେ। ହଁ ମନେ କରନ୍ତୁ, ଯିଏ ଯେତେବେଳେ ଡାକୁଛି ବର୍ଦା କେବେ ଠାକୁରଙ୍କ ବାରଟା ଅସମ୍ମାନ ତା କଥା କହୁନି। ଠାକୁର ଯେତେବେଳେ ଡାକନ୍ତି ଆଜ୍ଞା। ଆଜ୍ଞାର ମାନେ କ'ଣ? ଆମେ ବି ଆଜ୍ଞାର ମାନେ କ'ଣ ଜାଣିନେ। ଏଇ ଜଣେ ଭାଇ ବସିଥିଲେ, ଠାକୁର ଡାକିଲେ, ଆଜ୍ଞା କହିକି ଯେ ଠାକୁର ପ୍ରଣାମ କଲେ। ଠାକୁର କହିଲେ ଆଜ୍ଞା ମାନେ କ'ଣ? ଇଏ କିଛି ଆଜ୍ଞା ମାନେ କହିପାରୁନାହାନ୍ତି। ବର୍ଦା ସବୁବେଳେ ସବୁ ସମୟରେ ଠାକୁରଙ୍କ ପାଟିରୁ କ'ଣ କଥା ବାହାରିଲା ଆଜ୍ଞା। କିନ୍ତୁ ଆମର ପିଲାମାନେ ଏସବୁ ଜିନିଷ ଆଜ୍ଞା ମାନେ ହେଉଛି ଆଦେଶ କର। ଆମେ ଯେଉଁ ଜଣେ ମୋତେ ଡାକିଲା, ମୁଁ କହିଲି ଆଜ୍ଞା। ଆଜ୍ଞା ମାନେ ସେ ମୋଠୁ ଜଣେ ମହତ ଲୋକ, ମୋଠୁ ଆଉ ଜଣେ ଉଚ୍ଚ କୋଟର ଲୋକ, ମୁଁ ତ ଆଜ୍ଞା କହିଲି। ଆଜ୍ଞା ମାନେ ହାତ ଯୋଡ଼ି କହିଲେ ଆଦେଶ କର। ଆଜ୍ଞାର ମାନେ ହେଉଛି ଆଦେଶ କର। ସେ ବର୍ଦା ସବୁବେଳେ ସେ ଠାକୁରଙ୍କୁ ଖୋଜି ଆଜ୍ଞା। ତାମାନେ ମୁଁ କ'ଣ କରିବି ମୋତେ ସବୁବେଳେ ଆଦେଶ କରୁ। ମାନେ କେମିତି ସେ ପିତୃଭକ୍ତ ଥିଲେ। ଏଇ ଦିନେ ସେତେବେଳେ ଇଲେକ୍ଟ୍ରିକ୍ ଲାଇନ୍ ନଥିଲା, ଠାକୁର ଶୋଇଥାବେ, ବର୍ଦା ରାତିରେ ଶୋଇଥିବେ। ଠାକୁରଙ୍କର କାଳେ କିଛି ଅସୁବିଧା ହେବ କି? ଠାକୁର ବାହାରକୁ ଯେତେବେଳେ ରାତିରେ ଉଠିବେ ପରିସ୍ରା କରି, ସାଢ଼େ ଠାକୁର ଉଠିଲା ବେଳେ ଟର୍ଚ୍ଚ ଲାଇଟ୍ ପଡ଼ିଥିବ। ସେ ବର୍ଦା ଟର୍ଚ୍ଚ ଲାଇଟ୍ ପକାଉଥିବେ। ତେଣୁ ଏଭଳି ପୁତ୍ର ସମାଜ କ୍ଷେତ୍ରରେ ଆପଣ ଦେଖୁଛନ୍ତି। ବାପା ଯଦି ଶୋଇଲେ କାଶ ହେଉଛି, ହଉ ବାପା କାଶି ଖାଇକି ପଡ଼ିଛି ଦେଖାଣ ଯାଉ, ମୁଁ ଟିକେ ପରେ କେମିତି ଆନନ୍ଦରେ ଶୋଇ ପଡ଼ିବି। ଏ ଚିନ୍ତାଧାରା ସମସ୍ତଙ୍କ କଥା ଆସୁଛି। ଏଇ ସେ ଖରା ଦିନ ହେଇଛି, ଠାକୁର ଶୋଇଛନ୍ତି, ପଙ୍ଖା ଚାଲିଛି, ପଙ୍ଖା ଭିତରେ ବି ଗୋଟେ ମଶା ବସିଛି ଠାକୁରଙ୍କ ପାଖରେ। ମଶା ନଥିଲା, ମକା ହେଇଥିଲା, ମଶାଟା ବସିଛି। କାଳେ ବାପାଙ୍କ ନିଦ ଭାଙ୍ଗିଯିବ, ଗାମୁଛାଟା ଗୋଡ଼ରେ ବୁଡ଼େଇକିରି ଠାକୁରଙ୍କ ପାଖକୁ ଯାଇକିରି ମଶା ବି ଉଠୁଛି। ମାନେ ଠାକୁରଙ୍କ ଗାଲିରେ ବି ହାତ ବାଜି ଏମିତି କଥା ମଶାଟା ହୁରୁଡ଼ି ଚାଲିଗଲା। ତେଣୁ ସେ ବର୍ଦା ଅଛି ଯୁଗାଚାର୍ଯ୍ୟ ହେଇଛି। ଯୁଗାଚାର୍ଯ୍ୟର ହବାର କାରଣ କ'ଣ? ନା ଯୁଗ ମାଫିକି ସେ ସବୁ ଜୀବନ କୌଶଳ ଗୁଡ଼ା ଦିଅନ୍ତି। ଠାକୁର ଯେଉଁ ଇଷ୍ଟବୃତ୍ତି ବିଧାନ ଦେଇଥିଲେ, ସେ ଇଷ୍ଟବୃତ୍ତି ବିଧାନ କେମିତି କ'ଣ କରିବା ତାକୁ କେହି ଜାଣିନଥିଲେ। ସେ ବର୍ଦା ଇଷ୍ଟବୃତ୍ତି ବିଧାନଟାକୁ ପରିବର୍ତ୍ତନ କରିଦେଲେ। କିଭଳି ଭାବରେ ପରିବର୍ତ୍ତନ କଲେ? ସେ ବର୍ଦା କହୁଛନ୍ତି, ଗୋଟା ଇଷ୍ଟବୃତ୍ତି ପ୍ରସଙ୍ଗଟା ବହି ଅଛି, ତାକୁ ସେ ବର୍ଦାଙ୍କର ଉକ୍ତି ଗୁଡ଼ା ତା ଦେହରେ ବହୁ ଭାବରେ ଅଛି। ତେଣୁ ଆମେ ଖାଲି ଇଷ୍ଟବୃତ୍ତି କରୁ, ଏଇଟା କରୁ ସେଟା ରଖୁ, ସେଟା କରୁ ଏଇଟା ରଖୁ, ପାଇଲା ଇଷ୍ଟବୃତ୍ତି। କିନ୍ତୁ ଇଷ୍ଟବୃତ୍ତି ବିଧାନଟାକୁ ସେ ବର୍ଦା କରିଥିଲେ। ସେ ବର୍ଦା କହୁଛନ୍ତି, ଏ ଯେଉଁ ଠାକୁରଙ୍କର ଯେଉଁ ଆମର ଯେଉଁ ଦୀକ୍ଷା ନେଲା ଭିତରେ ଯେଉଁ ଦୀକ୍ଷା ପତ୍ରଟା ଅଛି, ଯେଉଁ ସ୍ୱତ ଅନୁଜ୍ଞା, ସ୍ୱତ ଅନୁଜ୍ଞାଟା ପାଠ କଲା ପରେ ଇଷ୍ଟବୃତ୍ତି କରାଯାଏ। ଆଉ ଇଷ୍ଟବୃତ୍ତି କଲା ପରେ ସ୍ୱତ ଅନୁଜ୍ଞାଟା କରାଯାଏ। ଯେଉଁଟା ଯେଉଁ 6ଟା ଜିନିଷ ଅଛି, ଅକ୍ରୋଧି, ଅମାନି, ନିରଳସ, କାମ, ଲୋଭ, ବସି ଇଷ୍ଟପ୍ରାଣ ସେବା। ଇଏ 6ଟା ଏତେ ଖରାପ କାର୍ଯ୍ୟ। ଠାକୁର ତ ବହୁ ଚାଲାକି, ବହୁ ଭାବରେ ବୈଜ୍ଞାନିକ, ସାହିତ୍ୟିକ, ଯାହା ଯେଉଁଠି ନଦେବ ସମସ୍ତ ଜିନିଷ ଠାକୁରଙ୍କ ଭରପୁର ଥିଲା। ଠାକୁର ଦେଖିଲେ ଏ 6ଟା ଜିନିଷ ପାଇଁ ଲୋକ ମୃତ୍ୟୁ ମୁଖର କାରଣ ହେଉଛନ୍ତି।
ଅକ୍ରୋଧୀ କ୍ରୋଧ କରିକି ରାବଣ ମଲା, ଅମାନି ମାନ କରିକି ଦୁର୍ଯ୍ୟୋଧନ ମଲା, ନିରଳସ ଅଳସ ହେଇକି କୁମ୍ଭକର୍ଣ୍ଣ ମଲା, କାମ ଲୋଭ ହିତ ବସି ହୋଇ କଂସ ମଲା, ଇଷ୍ଟପ୍ରାଣ ନ ହୋଇ ଗୁରୁବଂଶ ଧ୍ୱଂସ ହେଲା, ସେବାପଟ ନ ହୋଇ ଯଦୁବଂଶ ଧ୍ୱଂସ ହେଲା। କିନ୍ତୁ ଏ ବିଧାନଟାକୁ ଶାସନ ଭିତରେ ବହୁ ଭାବରେ ଏଇଟା ପ୍ରଚାର ପ୍ରସାର ହେଇନଥିଲା। ଆଉ ଏଇଟା କରିକିରି ତାପରେ ଇଷ୍ଟବୃତ୍ତି କାହିଁ କରିବ କି ତାକୁ 2 ଦିନ 4 ଦିନ କରିବ, ଏକଥାଟା ବି କ୍ଲାରିଫାଏ ହେଇନଥିଲା। ତେଣୁ ସେ ବର୍ତ୍ତା ତାକୁ ବାସ୍ତବ ରୂପ ଦେଲେ ଯେ ଠାକୁର ଯେଉଁ କଥା କହିଛନ୍ତି ଆଗ ସ୍ୱତ ଅନେକ ତାକୁ ପାଠ କରିବେ, ତାପରେ ଇଷ୍ଟବୃତ୍ତି କରିବେ। ଆଉ ଇଷ୍ଟବୃତ୍ତି କରିକିରି ସ୍ୱତ ଅନୁଜ୍ଞା କଥାଟା ପାଠ କରିଥିବା ବ୍ୟକ୍ତି ଯଦି ସେଟା କାର୍ଯ୍ୟକାରୀ ନହେଲା ଇଷ୍ଟବୃତ୍ତି ସଫଳ ହୁଏ। ତେଣୁ ଇଷ୍ଟବୃତ୍ତି ସଫଳ ହେବାର ବାଟ ଆପଣ ତ ଇଷ୍ଟବୃତ୍ତି ସମସ୍ତେ କରୁଛେ, ଯେତେବେଳେ ତ ଇଷ୍ଟବୃତ୍ତି ସଫଳ ହେବ ଆମେ ସମସ୍ତେ ଚାଷିଆ ବହି ସୁଦାମା ମୁଚି ରାମଦାସ ସମସ୍ତେ ହେଇପାରୁଛେ କାହିଁକି? ତେଣୁ ଇଷ୍ଟବୃତ୍ତି ବହୁ ଲୋକର ସଫଳ ହେଉଛି, ବହୁତ ସୁଖ ଶାନ୍ତି ଭିତରେ ଅଛନ୍ତି, ମୁଁ ମନା କରୁନି। ସେ ବର୍ତ୍ତା ଏ ଇଷ୍ଟବୃତ୍ତି ସଫଳ ହେବାର ସବୁ କୌଶଳ ବତେଇଛନ୍ତି। ଦିନେ ସେ ବର୍ତ୍ତା ଯାଉଛନ୍ତି ଗାଡ଼ିରେ ଯାଉଛନ୍ତି, ଗାଡ଼ିରେ ଗଲା ଭିତରେ ବାଟରେ ଗୋଟେ ହମ୍ପ ପଡ଼ିଲା ଭିତରେ ସେଠୁ ବର୍ତ୍ତା ବହୁତ ବୃଦ୍ଧ ହେଇଗଲେଣି, ବର୍ତ୍ତମାନ କଷ୍ଟ ହେଲେ ଡ୍ରାଇଭର କ'ଣ କଲା ବୁଲେଇ ନେଲା ତଳ ଗୋଟେ ଗାଡ଼ିରେ, ସେପଟେ ଯାଇ ଗାଡ଼ି ପହଞ୍ଚିଲା। ସେଠି ବର୍ତ୍ତା ଡ୍ରାଇଭରକୁ ପଚାରିଲେ, କହିଲେ ଗାଡ଼ିଟା ବୁଲେଇଲୁ କାହିଁକି? ଆଜ୍ଞା ହମ୍ପଟା ଅଛି ତ, ଆପଣ ଯଦି ଖର୍ଚ୍ଚ କଲେ କଷ୍ଟ ହେବ, ମୁଁ ବୁଲିଆ ନା ଗାଡ଼ି ଫେରା। ସେଠୁ ଗାଡ଼ି ଫେରା ହେଇକି ଆସିଲା ଭିତରେ ବର୍ତ୍ତା ସେଠୁ କହିଲେ ସେ ହମ୍ପ ଡିଆଁକିରି ଗାଡ଼ି ନେଇ ସେଠୁ ହମ୍ପ ଡିଆଁ ହେଇକିରି ଗାଡ଼ି ଗଲା। ବର୍ତ୍ତା ଟିକେ ଧକଟ ହେଇଗଲେ। ସେପଟେ ଯାଇ ବର୍ତ୍ତା କହୁଛନ୍ତି ରାସ୍ତାର ନିୟମଟାକୁ ନ ମାନିଲେ ଏଠି ବହୁତ ଆକ୍ସିଡେଣ୍ଟ ହେଇଛି, ତେଣୁ ରାସ୍ତାର ନିୟମଟାକୁ ନ ମାନିଲେ ଇଷ୍ଟବୃତ୍ତି ସଫଳ ହୁଏ। ତୁ ଇଷ୍ଟବୃତ୍ତି କରିଛୁ ନା? ନା ରାସ୍ତାର ନିୟମଟାକୁ ନ ମାନିଲେ ଇଷ୍ଟବୃତ୍ତି ସଫଳ ହୁଏ ନା। ଆଉ ଦିନେ ସେ ବର୍ତ୍ତା ଯାଉଛନ୍ତି, ସେ ଗୋଟେ ପାଣି ଟ୍ୟାପ ସବୁ ଯୋଉଠି ଶୋଷିତ କଷିତ ପିଉଛନ୍ତି, କିଏ ବନ୍ଦ ହେଉଛି, ସେ ପାଣି ଟ୍ୟାପଟା କିଏ ପିଇଛି ଖୋଲି ଦେଇକି ଯାଏ, ପାଣିଟା ଝରୁଛି। ଗୋଟେ ବର୍ତ୍ତା କଲେ ଗାଡ଼ିର ଗାଡ଼ି ରହିଲା, ବର୍ତ୍ତା କଲେ ଯା ସେ ପାଣି ଟ୍ୟାପଟାକୁ ବନ୍ଦ କର। ନା ଆଜ୍ଞା ପାଣି ଟ୍ୟାପଟା ମୁଁ କାହିଁ ବନ୍ଦ କରିବାକୁ ଯିବି? ନା ପାଣିଟା ଆମେ ଝରିକି ଶୁଖିଯିବ, ଜଣେ ଶୋଷିଲା ଲୋକ ଆସିଲେ ପାଣି ବିନା ସେଠି ମରିଯିବ। ତେଣୁ ଆମେ ଏଇଟା ଦେଖିଲେ ଆମେ ଏଇଟା ବନ୍ଦ କରିବା କଥା, ନହେଲେ ଇଷ୍ଟବୃତ୍ତି ସଫଳ ହୁଏ ନା। ମାନେ ଦେଖନ୍ତୁ ଇଷ୍ଟବୃତ୍ତି କେତେ ମହାନ କଥା, ସମସ୍ତ ଜିନିଷ ଏ ଇଷ୍ଟବୃତ୍ତି ଆମର ଜୀବନ କିଭଳି ଧନ୍ୟ ହେବ ତାକୁ ସବୁ ବର୍ତ୍ତା କ୍ଲାରିଫାଏ କରିଦେଇଛି। ଆଉ ଦିନେ ସେ ବର୍ତ୍ତାଙ୍କ ଆନନ୍ଦ ବଜାର ମୁଁ ଥରେ ଖାଇଛି। ତେଣୁ ବର୍ତ୍ତାଙ୍କ ଆନନ୍ଦ ବଜାର ବହୁତ ସୁମିଷ୍ଟ ଭୋଜନ হয়, ଏକଦମ 100-150 ଖଣ୍ଡ ଲୋକ ବସିକିରି ଖାଆନ୍ତି। ବର୍ତ୍ତା ଖାଇ ବସିଛନ୍ତି, ଜଣେ ଭାଇ ସେଇଠି ଖାଇ ବସିଛନ୍ତି, ବହୁତ ସୁମିଷ୍ଟ ଖାଦ୍ୟ ହେଇଛି, ସମସ୍ତେ ଆନନ୍ଦରେ ଖାଉଛନ୍ତି। ଇଏ ସବୁ ଜୀବନ ବିଗିଡ଼ିଲେ ବହୁତ ଧରିଛି, ଭାତର ଭିତରେ ଅଧେ ଖାଇଛନ୍ତି, ଅଧେ ଖତରେ ଖୁଆଇଛି। ବର୍ତ୍ତା ତାଙ୍କ ପାଖରେ ବସିଥିଲେ, ବର୍ତ୍ତା ପଦଟାକୁ ସଫା କରିଦେଇଛନ୍ତି। ସେ ତାଙ୍କୁ କହିଲେ, ଆରେ ଭାଇ ଏଇଟା ଏତେ ଛାଡ଼ିଲୁ କାହିଁକି? ଆଜ୍ଞା ଧରିଦେଲି ଖାଇପାରିଲିନି। ନା ତୁ ଅନୁମାନ 3 ଥର 5 ଥର ଦିଆ ହେଉଛି, ତୁ ଆସ୍ତେ ଆସ୍ତେ ମାଗିଥାନ୍ତୁ। ତୁ ତ ଯେତିକି ଖାଇଛୁ ଗୋଟା ଲୋକର ଅଧା ପେଟ ହେବ, ଆଉ ଏମିତି ଯଦି 10-30ଟା ପତ୍ର ସେମିତି ଫୋପଡ଼ା ହେବ, ସେ ତ 20ଟା ଲୋକଙ୍କର ଖାଦ୍ୟଟା ଫୋପଡ଼ା ହେଇଗଲା। ନା ଆଜ୍ଞା ଭୁଲ ହେଇଗଲା। ନା ଏଇ ଯେଉଁ ଭୁଲଟା ହେଲା ଆମେ ଇଷ୍ଟବୃତ୍ତି ସଫଳ ହୁଏ। ଆମେ ଗୋଟା ନିଆଁ ଭୋଜି ଖାଇବାକୁ ଦେଉଛୁ, ଅଧା ଖାଉଛୁ, ଅଧା ଫୋପାଡ଼ି ଯାଉଛୁ। ତେଣୁ ସାଂଘାତିକ ଭୁଲ। ବର୍ତ୍ତା କହୁଛି ମୁଁ ଯେତେବେଳେ ଖାଏ ପତ୍ରଟାକୁ ଚାଟି ଚୁଟିକି ସଫା କରିଦିଏ। ତେଣୁ ଏ ଜିନିଷଟା ସବୁ ଆମେ ଜାଣିନଥିଲେ। ତେଣୁ ବର୍ତ୍ତା କହୁଛି ନହେଲେ ଇଷ୍ଟବୃତ୍ତି ସଫଳ ହୁଏ। ତେଣୁ ଇଷ୍ଟବୃତ୍ତି ଅତି ଗୁରୁତ୍ୱପୂର୍ଣ୍ଣ କଥା, ସବୁ ବର୍ତ୍ତା କ୍ଲାରିଫାଏ କରିନି। ଇଷ୍ଟବୃତ୍ତିର ଗୋଟେ ବହି ଅଛି, ପଢ଼ିବେ। ଆଉ ବର୍ତ୍ତାଙ୍କର ସବୁ ଲୀଳା ବହୁତ କଥା। ଏ ଦିନେ ସେ ବର୍ତ୍ତା ଠାକୁର ଭୋରୁ ଉଠିଲା ବେଳକୁ ବର୍ତ୍ତା କ'ଣ କରିଦେବେ, ସେ ଗୋଟେ ଫରେନ୍ ଟାଇପ୍ର ଫୁଲ, ମାନେ ଏ ବଜାରରେ ସେ ଫୁଲଟା ଦାମ 100-150 ଟଙ୍କା ହେବ। ଆଉ ଠାକୁର ସେ ଫୁଲଟାକୁ ବହୁତ ପାଆନ୍ତି, ଗୋଲାପ ଫୁଲ ଭଳିଆ ଫରେନ୍ର ଫୁଲ, ସେଟା ଆଶୀର୍ବାଦ ଥାଏ। ସେ ଠାକୁର ଫୁଲଟାକୁ ଦେଇ ଭାରି ସକାଳୁ ଖୁସି ହେଇଯାନ୍ତି। ତେଣୁ ଏଇଟା ବର୍ତ୍ତାକୁ କାଟିବା, ବର୍ତ୍ତା କ'ଣ କରନ୍ତି ବର୍ତ୍ତା ତ ରାତିରେ ଶୁଅନ୍ତିନି, ଅତନ୍ତ୍ର ପ୍ରହରୀ ସେ ଠାକୁରଙ୍କର। ସେ ରାତିରେ ଉଠି ତାଙ୍କର ଧ୍ୟାନ କରି ଇଷ୍ଟବୃତ୍ତି କରି ଗୋଟେ ମାଳି ବାଗନା କରିଛି ଆସେମ୍ବଲି। ଆଉ ସେ ଫୁଲଟା ଭାରି ଦାମିକିଆ ଫୁଲ, ଆଉ ସେ ଫୁଲ ଦିନ ମାନେ 5-10ଟା ଖଣ୍ଡେ ଫୁଲ ଫୁଟେ। ଆଉ ଇଏ ତାକୁ ବିକ୍ରି କରି ଚଳନ୍ତି, ମାଳି ତାର ସ୍ତ୍ରୀ ସବୁ ଚଳନ୍ତି, ତା ପିଲା ଛୁଆ। ବର୍ତ୍ତା ଦେଖିଲେ ଏ ଫୁଲଟା ଠାକୁର ବହୁତ ଭଲ ପାଉଛନ୍ତି, ସେଠୁ କ'ଣ କରିବେ ସମସ୍ତ କାର୍ଯ୍ୟକ୍ରମ କରିକିରି ସେ ଗୋଟେ ଫୁଲ ସେଥିରୁ ଛିଡ଼ି ଆଣିବେ ବର୍ତ୍ତା ଆଣି ଠାକୁରଙ୍କ ଦ୍ୱାର ମୁହଁରେ ଥୋଇଦେଲେ। ତାକୁ ଉଠି ଭାରି ଖୁସି ହେଇଯାଉଛି। ଆଉ ଅନ୍ତର୍ଜାମୀର ସବୁ ଜାଣିଛନ୍ତି, ଏ ଯେଉଁ ଲୀଳା ଚାଲିଛି ଏମିତି 8-10 ଦିନ ଧରି ଚାଲିଛି। ଆଉ ଠାକୁର ସେ ଫୁଲକୁ ଦେଖି ଭାରି ଖୁସି ହେଇଯାନ୍ତି। ସେଠୁ ଦିନେ ମାଳି ଦେଖିଲା, କହିଲା ଆମର ଯେଉଁ ଫୁଲ ଫୁଟିଛି ତା ଆଙ୍ଗୁଠି ଗଣ୍ଠି ଫୁଲ, ତେଣୁ ଆକୁ ଫୁଲ କିଏ ଚୋରି ଗଲାଣି କ'ଣ କରିବା? ଆଉ ତ ଗୋଟାଏ ଫୁଲ ନେଇଗଲା, ମାନେ 100-150 ଟଙ୍କା ନେଇ ଚାଲିଗଲା। ଆଉ ସେଠୁ ମାଳି କହିଲା ଜଗିଦେବା ଆଉ
ଜଗିଦେଲେ ରାତିରେ ଆଉ କିଏ ଫୁଲ ଚୋରି କରୁଛି ଧରିବା ପାଇଁ, କାରଣ ଡେଲି ଫୁଲ ଚୋରି ହେଉଛି ନା। ଜଗିଦେଲେ ଝିଅ ଯାକ ମାଳି ଏବଂ ତା ସ୍ତ୍ରୀ ଯାଇଛି ଦୂରରେ ଠିଆ ହେଇଛି ଆଢୁଆଳରେ, ମାନେ ତାକୁ ଯେମିତି ଦେଖି ନ ପାରିବ, ଚୋର ଦେଖି ନ ପାରିବ। ପର୍ଦା ତାଙ୍କ କାର୍ଯ୍ୟକ୍ରମ ଟପିନୁଟା ଛିଡ଼ି ଆଣିଛି ଆଉ ମାଳି ସେଠୁ ମାଳି ଆଣି କ'ଣ କଲା, ମାଳିକି ଟାଣିକି ଧରିଲା, କହିଲା ଠାକୁରଙ୍କ ପାଇଁ ଆମର ବେପାରଟା ଫୁଲ ଇଏ କରୁଛେ, ଠାକୁରଙ୍କ ପୁଅ ଚୋରି କରୁଛି, ମିଠେ ଆଉ କ'ଣ ଚୋର ଧରିବା, ତମେ କାଲି ଚାଲିବ ଠାକୁରଙ୍କୁ କହିବ। ସେଠୁ ଫେରି ଆସିଲା, ଆଉ କାହାକୁ କିଛି କହିଲିନି। ସେଠୁ ତା ପରଦିନ ଇଏ ଲୋକ ଆଶ୍ରମ ଗଲା, ଯାଇକି ସେଠୁ ଠାକୁର ସେ ମଧ୍ୟାହ୍ନ ସମୟ ଖାଇକି ଖରାଦିନ ଗୋଟେ ଖୋଲା ତକ୍ତା ବାହାର ପଡ଼ିଛି, ତା ଭିତରେ ଶୋଇଛି, ଏମିତି ହାତ ବାଁ ହାତଟାକୁ ତକିଆରେ ଦେଇ ଶୋଇଛି, ନିଜର ଶୋଇନାହାନ୍ତି। ସେଠୁ ଇଏ ଯାଇକି ମାଳି ପହଞ୍ଚିଗଲା, ମାଳି ପହଞ୍ଚି ହାତ ଧରିକି ଠିଆ ହେଇଛି। ଠାକୁର କହିଲେ କୁଆଡ଼େ ଆସିଛୁ, ତମେ ସବୁ ଜାଣନ୍ତି ଗୋଟେ ପରୀକ୍ଷା ଉଦାହରଣ କରି ଦେଖେଇବ ତ। ସେଠୁ ଆଜ୍ଞା ଟିକେ ଆପଣଙ୍କ ପାଖକୁ ଆସିଲି ନା, କାହିଁ ଆସିଥିଲୁ କହୁନୁ, ନାଇଁ ଟିକେ କହିବାକୁ ଭୟ ହେଉଛି, କ'ଣ କହୁନୁ କାହିଁ ଆସିଥିଲୁ, ନାଇଁ ସେ ତାକୁ ଟିକେ ତାନ୍ତି କରିବେ ନା କ'ଣ, ତାକୁ ତାନ୍ତି କରିବେ ମୁଁ, ନାଇଁ ମୋ ବଗିଚାରୁ ଯାଇ ଡେଲି ଗୋଟେ ଗୋଟେ ଫୁଲ ଛିଣ୍ଡି ଆଣୁ, ନା ତୁ ଯଦି ଫୁଲ ଛିଣ୍ଡି ଆଣୁ, ନା ତୁ ଦେଖିଲୁ ନା ସବୁ ବସ୍ ହେଇଛି, ବର୍ଷା ଖାଇ ବସିଛନ୍ତି, ଅଧା ଖିଆ ହେଇଛି। ଠାକୁର ଡାକ ପକେଇଲେ, ଡାକ ପକେଇଲା ସେଠୁ ଖୋର୍ଦ୍ଧା ଆସି ପହଞ୍ଚିଲେ, ଅଇଁଠା ହାତ ପହଞ୍ଚିକି ଠାକୁରଙ୍କୁ ପ୍ରଣାମ କରି ହାତ ଯୋଡ଼ିକି ଠିଆ ହେଇଛି, ଅଇଁଠା ହାତ ହାତ ଯୋଡ଼ିକି ଠିଆ ହେଇଛି। ସେଠୁ ଠାକୁର ଚିନ୍ତା କଲେ, ହେଲେ ମାଳିର ଫୁଲ ଚୋରି କରିଛି, ମାଳି ଆସି ମୋ ପାଖରେ ଗୁହାରି କଲେ, ଅଥଚ ମାଳିଟା ପାଖରେ ଭୁଲ ମାଗୁନି। ସେଠୁ ଠାକୁରଙ୍କୁ ଉଠି ଆସିଲେ, ଠାଇ ଠାଇ ତା ପ୍ରାର୍ଥନା ପର୍ଦ୍ଦାକୁ କହିଲେ, ପର୍ଦ୍ଦା ଗାଲ ଏମିତି ବୁଲିଗଲା। ତଥାପି ପର୍ଦ୍ଦା କିଛି ନିସ୍ତବ୍ଧ କରି ଠିଆ ହେଇଛି, ମୁଁ କି ପ୍ରକାର ଭୁଲ କଲି, ମୋତେ ଠାକୁର ଏଭଳି ଭାବରେ ମାରିଲେ। ଠାକୁର ଚିନ୍ତା କରୁଛନ୍ତି, କହିଲେ ମୋତେ ମାରିଲେଣି ତଥାପି ମାଳି ପାଖରେ ଭୁଲ ମାଗୁନି। ଠାକୁର କ'ଣ କରିଦେଲେ, ଶୋଇଥିଲେ, ସେ ଯେଉଁ ତକ୍ତାଟାର ମଶାରୀ ବାଡ଼ା ଅଛି, ମଶାରୀ ବାଡ଼ାଟାକୁ ଘିନି ଆସିକି ସେଠୁ ପର୍ଦ୍ଦାକୁ ବାଡ଼େଇଲେ। ଆଉ ସେ ଗୋଟାଏ ଜଙ୍ଘରେ ଠାକୁର ବାଡ଼ଉଛନ୍ତି, ବର୍ତ୍ତମାନ ଡାହାଣ ଜଙ୍ଘରେ ଠାକୁର ବାଡ଼ଉଛନ୍ତି। ଏ ବାଡ଼େଇଲା ଭିତରେ ମଶାରୀ ବାଡ଼ା ଆଉ ଖଟ ବାଡ଼ା ଭାଙ୍ଗି ନାଗିକିରି ମଶାରୀ ବାଡ଼ଟା ଦିଗଳ ହେଇଗଲା। ଯେତେବେଳେ 5-7 ପାରେ ଠାକୁର ବାଡ଼େଇ ସାରିଲେ। এই ସମୟରେ ଯେତେବେଳେ ଇଏ ସ୍ତମ୍ଭୀଭୂତ ହେଇଗଲା, ବର୍ଦ୍ଦା କ'ଣ କଲେ, ତାଙ୍କ କାନ୍ଧରେ ଗାମୁଛାଟା ପକାଇଦେଲେ, ଗାମୁଛାଟା ବାହାର କରି ଠାକୁରଙ୍କୁ ବିଛା ହୋଇଛି। ମାନେ ବର୍ଦ୍ଦା କହୁଛି, ମୁଁ କି ପ୍ରକାର ଭୁଲ କଲି ତ ମୁଁ ଜାଣିନି, ତେଣୁ ଠାକୁର ଯେତେବେଳେ ମାରୁଛି ଗୋଟେ କିଛି ଭୁଲ ମୁଁ କରିଛି, ଆଉ ଠାକୁର ଏଭଳି ଭାବରେ ଧର୍ମାକ୍ତ ଅତି ଅସ୍ତବ୍ୟସ୍ତ ହେଇପଡ଼ିଛି, ତେଣୁ ଠାକୁର ଉପଶମ ହେବା ଟିକେ ଦରକାର। ଠାକୁର ବିଛଣାଟା କାଢ଼ିକି ଠାକୁରଙ୍କୁ ବିଛା ଲଗେଇଛନ୍ତି ଗାମୁଛା। ସେଠୁ ଗୋଟେ ରଡ଼ ସେଇଠି ପଡ଼ିଥିଲା, ରଡ଼ଟାକୁ ଠାକୁରଙ୍କ ହାତକୁ ବଢ଼େଇ ଦେଇଛନ୍ତି, ଠାକୁର ମୁଁ ତ କି ପ୍ରକାର ଭୁଲ କରିଛି ମୁଁ ଜାଣିନି, ତେଣୁ ଆପଣ ଯେତେବେଳେ ମୋତେ ଦଣ୍ଡ ଦେଉଛନ୍ତି, ମୁଁ ଗୋଟେ କିଛି ଭୁଲ କରିଛି, ତେଣୁ ମୋତେ ଆଉ କ'ଣ କ୍ଷମା କରିବେନି। ସେଠି ମାଳିସରେ ଯାଇ ଠାକୁରଙ୍କ ଗୋଡ଼କୁ ମାରିବି, ବୋହବ କାନ୍ଦୁଛି, ଠାକୁର ଆଉ ବର୍ଦ୍ଦାଙ୍କୁ ମାରନ୍ତୁନି, ଆପଣ ବର୍ଦ୍ଦାଙ୍କ ଭିତରେ କିଛି ତଫାତ ନାହିଁ, ମୋର ଆଜି ଯେଉଁ ଫୁଲ ବାଗନା ଫ୍ରି, ଡେଲି ବର୍ଦ୍ଦା ଫୁଲ ନେଇକି ଆପଣଙ୍କୁ ଭେଟିଦେବେ। ଏଇ ଯେଉଁ ପିତା ପୁତ୍ର ଲୀଳା, ଠାକୁର କେବଳ ବର୍ଦ୍ଦା ଆସିଲେ ପିତା ପୁତ୍ର, ବହୁ ପିତା ପୁତ୍ର ଲୀଳା ସବୁ କରିଛନ୍ତି, ମା ପୁଅର ଲୀଳା କରିଛନ୍ତି, ଭାଇ ଭାଇରେ ଲୀଳା କରିଛନ୍ତି। ଏଇଦିନେ ବଡ଼ମା ଠିଆ ହେଇଛନ୍ତି, ଖରାଦିନ ହେଇଛି, ଗୋଟେ କାଠ ଗଡ଼ ଉପରେ ରୋଷେଇବାସ କରିଛନ୍ତି, ଘରମାକ୍ତ ହେଇଛନ୍ତି, ସେ ଠିଆ ହେଇଛନ୍ତି, ମାନେ ଗୋଡ଼ଟାକୁ ଟେକିକିରି ପବନଟା ଖାଉଛି, ମୁଣ୍ଡରୁ ବାରମ୍ବାର ଓଢ଼ଣାଟା ଖସି ଯାଉଛି। ବର୍ଦ୍ଦା ଦେଖିଲେ ଯେ ଏଠି ତ କେହି ନାହାନ୍ତି, ଆଉ ମୁଣ୍ଡରୁ ଏମିତି ମାଆଙ୍କର ଓଢ଼ଣାଟା କହିଦେଉଛି, ମା ଏତେ ବାରମ୍ବାର ଓଢ଼ଣା କାହିଁକି ଦେଉଛନ୍ତି। ସେଠୁ ମାଆଙ୍କ ପାଖକୁ ଚାଲେ, ପ୍ରଣାମ କରିକି ମାଆଙ୍କୁ ପଚାରୁଛନ୍ତି, କିନ୍ତୁ ଆମେ ମାଆକୁ ତୁ ତା ବ୍ୟବହାର କରୁଛୁ, ସତ୍ସଙ୍ଗ ବେଳେ ମାଆକୁ ତୁମେ ଆପଣ କହିବା କଥା। ସତ୍ସଙ୍ଗରେ ଜଣେ ଝିଅ ମାଆକୁ ପ୍ରଣାମ କରିବା ସେଟା କି ଭୁଲ, ଝିଅ ମାଆକୁ ପ୍ରଣାମ କରିବା କଥା। ତେଣୁ ଏସବୁ ଜିନିଷ ଆମେ ଜାଣିନେ। ବର୍ଦ୍ଦା ଯାଇ ପ୍ରଣାମ କରି ମାଆଙ୍କୁ ହାତ ସେ ଠିଆ ହେଇକିରି କହୁଛନ୍ତି, ମା କଥା ପ୍ରଶ୍ନ ମୁଁ ଆପଣଙ୍କୁ ପଚାରିବି ନା, କ'ଣ ବାପା ପଚାରୁନି, ନା ଏଠି ତ ବାପା ନାହାନ୍ତି କି ଜେଜେ ନାହାନ୍ତି, ଆପଣଙ୍କ ମୁଣ୍ଡରୁ ଓଢ଼ଣାଟା ବାରବାର ଖସିଯାଉଛି, ଆପଣ ଓଢ଼ଣାଟା କାହିଁକି ଦେଉଛନ୍ତି। ସେ ବଡ଼ମା ସେତିକିବେଳେ ବର୍ଦ୍ଦାଙ୍କୁ କହୁଛନ୍ତି, ଆରେ ମୁଁ ତୋର ବାବା ପାଇଁ କି ଜେଜେ ପାଇଁ ଦିଆ, ଯେଉଁ ମା ମୁଣ୍ଡରୁ ଓଢ଼ଣାଟା ଖସିଯାଉ, ପିଲା ଛୁଆ ସବୁବେଳେ ରୁଗୁଣ ହୁଅନ୍ତି, ନିରୋଜଗାରୀ ହୁଅନ୍ତି, ତାଙ୍କର ମନଟା ପ୍ରଫୁଲ୍ଲ ହୁଏ ନା, ବହୁ ରୋଗ ସୁଖ ଦୁଃଖ ଯାତ୍ରା କହେ, ମୁଁ ବାପା ତୋରି ବି ଓଢ଼ଣା ଦେଉଛି। ଏ କଥା ସବୁ ଆମେ ଜାଣିନଥିଲେ। ତେଣୁ ସତ୍ସଙ୍ଗ ହେଉଛି ଗୋଟେ ଧର୍ମୀୟ ଟ୍ରେନିଂ। ମଣିଷ ସତ୍ସଙ୍ଗ ଗଲେ ଏଇ ଜିନିଷ ସବୁ ଶିଖେ, ଯଦି ଶିଖିବାଟା ନହେଲା ଜୀବନଟା ବି ଠିକ୍ ଆସୁନି। ତେଣୁ ସଦାବେଳେ ଇଷ୍ଟବୃତ୍ତି ଗୋଟେ ଏଭଳି ଜିନିଷ, ସଦାବେଳେ ଇଷ୍ଟବୃତ୍ତି କରିବେ। ଠାକୁର କ'ଣ, ବର୍ଦ୍ଦା କ'ଣ, ମା କ'ଣ, ଆଚାର୍ଯ୍ୟ କ'ଣ, ଦାଦା କ'ଣ,
ସମସ୍ତେ ସମୁଦ୍ର 2 ମିନିଟ୍ ଭିତରେ କଥା କହି ଇଷ୍ଟପତ୍ର କଥା ମୋର ବକ୍ତବ୍ୟ ଶେଷ କରିଦେଉଛି। ସମୟ ହେଇଗଲାଣି। ଏଦିନେ ଠାକୁର ବସିଛନ୍ତି ଆଶ୍ରମରେ, ବସିଲା ଭିତରେ ନନ୍ଦଦୁଲାଲ ମଜୁମଦାର ଜଣେ ପ୍ରଖ୍ୟାତ ନାମ ରୀତିକ ଦେବତା ଥିଲେ। ସେ କ'ଣ କରିଛନ୍ତି, ବସିଛନ୍ତି ବୟସ୍କ ଲୋକ, ଠାକୁରଙ୍କ ସମସାମୟିକ ବୟସ ଲୋକ ବସିକିରି ମୁଣ୍ଡକୁ ଏମିତି କରୁ। ଠାକୁର କହିଲେ, ଓ ନନ୍ଦଦାନ ଆଜ୍ଞା, ଏ ଯେଉଁ ଆଳାପ ଆଲୋଚନା ହେଉଛି ଆପଣଙ୍କ ମନକୁ କ'ଣ କିଛି ଯାଉନି? ଆରେ ଆପଣଙ୍କ କଥା ମନକୁ ଯିବ ନା, କ'ଣ ଏମିତି ଆପଣଙ୍କ ମୁଣ୍ଡ ହଲଉଛି? ମାନେ ମୁଣ୍ଡ ହଲନ୍ତୁ, ଅନେକ ଭାଇମାନେ ଆଜି କହୁଥିଲେ ସବୁ, ଗୋଟାଏ ଜିନିଷ ଆଜ୍ଞା ବିଧାନଟା ଆପଣ ଭୁଲ କରିଛନ୍ତି। କ'ଣ ମୁଁ ଭୁଲ କଲି? ପୁରୁଷୋତ୍ତମ ଯେତେବେଳେ ଆସନ୍ତି ଭୁଲ କିଛି କରନ୍ତିନି, ତେଣୁ ଆପଣ ଗୋଟାଏ ଜିନିଷ ଭୁଲ କ'ଣ କରିଛନ୍ତି? ଇଷ୍ଟବୃତ୍ତି। ଇଷ୍ଟ ବୃତ୍ତି କ'ଣ ମୁଁ ଭୁଲ କଲି? ପଇସାଟା ଟିକେ କଷ୍ଟ ହେଉଛି ଉଠିକିରି କରିବାଟା, ଅନେକ ଭାଇମାନଙ୍କର ସବୁ ପଇସା ପତ୍ର ନାହିଁ, ଅସୁବିଧା ହେଉଛି। ଠାକୁର ସେଇଠି କହିଦେଲେ ନନ୍ଦଦାକୁ, କହିଲେ ନନ୍ଦଦା, ଯଦି ଆପଣଙ୍କୁ ପଇସା ଇଷ୍ଟବୃତ୍ତିଟା କରିବାକୁ କଷ୍ଟ ହେଉଛି, ଫଳ ଫୁଲ ମାଟି ଗୋଡ଼ି ଏସବୁ ଆଲୋଚନା ପ୍ରସଙ୍ଗରେ ଠାକୁର କହିଛନ୍ତି।